ଅନ୍ତିମ ସତ୍ୟ କ'ଣ? କ'ଣ? ଏମିତି ତ ନୁହେଁ ଆମେ ମୃତ୍ୟୁ ଆଡ଼କୁ ଗତି କରୁଛେ ଓ ଏହାକୁ ଜୀବନ ବୋଲି ଭାବି ନେଉଛେ। କ'ଣ ଏମିତି ତ ନୁହେଁ ଆମେ ମିଛକୁ ସତ ବୋଲି ଭାବି ଜୀବନ ଅତିବାହିତ କରିନେଉଛେ। ନା କ'ଣ ଏମିତି ତ ନୁହେଁ ଆମେ ଅଚେତ୍ୟ ରହିକି ମଧ୍ୟ ଚେତନାରେ ପରିପୂର୍ଣ୍ଣ ବୋଲି ଭାବି ଚାଲିଛେ। ଅନ୍ତିମ ସତ୍ୟ ଭିନ୍ନ ଅଟେ। ଏଠାରେ ଯାହା ଆମେ ଦେଖୁଛେ ତାହା ସବୁ ଆମକୁ ସତ୍ୟ ଭଳି ତ ଦେଖାଯାଉଛି, କିନ୍ତୁ ବାସ୍ତବରେ ସତ୍ୟ ନୁହେଁ। ଦେଖ, ଏଠାକାର ସୌନ୍ଦର୍ଯ୍ୟ ଯାହା ତୁମକୁ ଆକର୍ଷିତ କରୁଛି, ଏହା କ'ଣ ଅନ୍ତିମ ସୌନ୍ଦର୍ଯ୍ୟ? ମାତ୍ର ନୁହେଁ ତ। ଦେଖ, ଜୀବନ ଯାହା ତୁମେ ଜିଉଛ, ଏହା କ'ଣ ତୁମର ଅନ୍ତିମ ଜୀବନ? ଦେଖ, ଜ୍ଞାନ ଯାହା ତୁମେ ଆରୋହଣ କରୁଛ, ଏଇଟା କ'ଣ ତୁମର ଅଲ୍ଟିମେଟ୍ ମାନେ ଅନ୍ତିମ ନଲେଜ? ସେହିଭଳି କ୍ଷମତା ତୁମେ ଯାହା ପାଇଛ, କ'ଣ ସେ କ୍ଷମତା ସର୍ବୋଚ୍ଚ ଓ ଅନ୍ତିମ କ୍ଷମତା? ବା ଧନ କୁହ କି ସମ୍ପତ୍ତି କୁହ, ଜ୍ଞାନ କୁହ କି ଯେକୌଣସି ଉପଲବ୍ଧି ତୁମର ହେଇଥାଉ, ଏହାକୁ ଅଲ୍ଟିମେଟ୍ ବୋଲି ଆମେ କହିପାରିବା ନାହିଁ। ଅନ୍ତିମ ସତ୍ୟ ହେଉଛି ଆମର ଭିନ୍ନ ବିଚାର, ଯାହା ଏହି ସମସ୍ତ ଉପଲବ୍ଧିକୁ ଗଣିତର ଶୂନ୍ୟ ସଂଖ୍ୟାରେ ରୂପାନ୍ତରିତ କରିଦିଏ ଯେତେବେଳେ ଆମ ଶରୀର ଶ୍ମଶାନ ଭୂମିରେ ପତିତ ହୋଇଥାଏ। ତେଣୁ ଆଗକୁ କିଭଳି ଥିବ ଆମ ଜୀବନ? ଆମର ଦୁଇଟି ଜୀବନ ଅଛି। ଏକ ଶାରୀରିକ ଜୀବନ, ଯାହା ନିର୍ଦ୍ଦିଷ୍ଟ ବୟସ ପରେ ଶ୍ମଶାନ ଭୂମିରେ ଗଚ୍ଛିତ ହେବ। ଆଉ ଗୋଟେ ଅଛି ସୂକ୍ଷ୍ମ ଜୀବନ, ଯେଉଁଠି ଆମ ମନ, ବୁଦ୍ଧି ଓ ଚିତ୍ତ ମୃତ ଶରୀରରୁ ଊର୍ଦ୍ଧ୍ୱଗାମୀ ହୋଇ ଚାଲିଯିବେ ଓ ସେମାନେ ସେମାନଙ୍କ ସହିତ ଗତ ଜନ୍ମ, ତା ଆଗ ଜନ୍ମ ଇତ୍ୟାଦିର କର୍ମ ଓ ସ୍ମୃତିକୁ ଧରି ଆକାଶ ମାର୍ଗରେ କିଛି ଦିନ ବିଚରଣ କଲା ପରେ ପୁଣି ଜନ୍ମ ଗ୍ରହଣ କରିବେ। ପୁଣି ସେହି ଜିନିଷକୁ ଦୋହରାଇ ଚାଲିଥିବେ। ତେଣୁ ଅନ୍ତିମ ଯାତ୍ରା ଆମର ସେବେ ହେବ ଯେବେ ଆମେ ଅନ୍ତିମ ସତ୍ୟ କ'ଣ ଉପଲବ୍ଧି କରିପାରିବା ଓ ସେହିଦିନ ଆମର ଆତ୍ମାକୁ ମୁକ୍ତି ମିଳିବ। ଆମେ କେବଳ ଦେଖିବାକୁ ଶରୀର, କିନ୍ତୁ ଆମେ ବଞ୍ଚୁଛେ କେବଳ ସେନ୍ସେସନରେ। ସ୍ପୃହା ବା ନିଶ୍ୱାସ ଦ୍ୱାରା ଜାଗୃତ ହେଉଥିବା ଚେତନା ଶକ୍ତି ହିଁ ଇଏ ଶରୀର ଧରି ଭୂପୃଷ୍ଠରେ କର୍ମ ସଞ୍ଚିତ କରିଥାଏ, କର୍ମକୁ ନେଇ ପୁନର୍ଜନ୍ମ ପ୍ରାପ୍ତ କରିଥାଏ। ଏଭଳି ଚକ୍ରାକାର ଜୀବନ ଯାତ୍ରାରେ ଆମେ ଘୂରି ବୁଲୁଛେ। ଏଥିରୁ ମୁକ୍ତି ପାଇବାକୁ ହେଲେ ଧର୍ମ ହିଁ ଏକମାତ୍ର ପନ୍ଥା। ଏଠାରେ ଆମେ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରୋଟି ଜିନିଷର ଉପଲବ୍ଧି ପାଇଁ ମନୁଷ୍ୟ ଜନ୍ମ ପ୍ରାପ୍ତ କରିଛେ। ତେଣୁ ଏହାର ଉପଲବ୍ଧି ସଠିକ ମାର୍ଗରେ ହେବା ହିଁ ପରମ ଧର୍ମ। ଉପଲବ୍ଧି ହୋଇଥିବା ବସ୍ତୁଗୁଡ଼ିକ ସ୍ଥୂଳ ହେଉ କିମ୍ବା ସୂକ୍ଷ୍ମ ହେଉ, ଏହାକୁ ମାର୍ଗରେ ବିନିଯୋଗ କରିବା ଆଉ ଗୋଟେ ଧର୍ମ। ଧର୍ମ ପଥରେ ଆମେ ଦୃଢ଼ ହୋଇପାରିଲେ ଭବିଷ୍ୟତ ଜୀବନ, ମୃତ୍ୟୁ ପର ଜୀବନ ମଧ୍ୟ ଉଜ୍ଜଳ ରହିବ। ଆସ୍ତେ ଆସ୍ତେ ଜ୍ଞାନ ଜାଗୃତ ହେବ। ଜ୍ଞାନ ଜାଗୃତ ହେଲା ପରେ ତୁମେ ବିସ୍ମୟ ହେବ। ବିସ୍ମୟ ହୋଇଲା ପରେ ତୁମେ ସମର୍ପଣ ଭାବ ଜାଗ୍ରତ କରିବ। ଏହି ସମର୍ପଣ ଭାବରେ ତୁମର ଭକ୍ତି ଜାଗ୍ରତ ହେବ। ଭକ୍ତି ଯେତେବେଳେ ଚରମ ସୀମାରେ ପହଞ୍ଚିବ, ଭକ୍ତି ଦ୍ୱାରା ଭଗବାନଙ୍କର ନିକଟସ୍ଥ ତୁମେ ହେବ। ତାପରେ ଭଗବାନଙ୍କ ମଧ୍ୟରେ ତୁମେ ଲୀନ ହୋଇପାରିବ। କିନ୍ତୁ ଏହିସବୁ ଉପଲବ୍ଧି କରିବାକୁ ହେଲେ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚାରୋଟି ଚାବିକାଠି ବା ଚାରୋଟି ଧନ ବା ଚାରୋଟି ଉପାଦାନକୁ ତୁମେ ସୁବିନିଯୋଗ, ସନ୍ତୁଳିତ ଭାବରେ ନିଜ ଜୀବନରେ ପ୍ରୟୋଗ କରିପାରିଲେ ତେବେ ଯାଇ ମୁକ୍ତି ବା ମୋକ୍ଷର ଉପଲବ୍ଧି ପାଇପାରିବ। ଇଏ ହିଁ ଅନ୍ତିମ ସତ୍ୟ, ଯାହା ପାଇଁ ଆମକୁ ମନୁଷ୍ୟ ଯୋନି ପ୍ରଦାନ କରାଯାଇଛି। ମନୁଷ୍ୟ ଯୋନିରେ ମନୁଷ୍ୟ ବିକୃତି ଦ୍ୱାରା ଆମେ ଆବୃତ ହେଇକି ରହିବା,
ତେଣୁ ମାୟାର ଆବରଣରେ ଆମେ ବର୍ତ୍ତମାନ ଛନ୍ଦି ହୋଇ ନିଜର କର୍ମ କୁଟିଳତା ଭିତରେ ପୁଣି କର୍ମକୁ ଜଟିଳ କରି ନାନା କଷ୍ଟ ଅନୁଭବ କଲା ପରେ ମଧ୍ୟ ସତ୍ୟକୁ ଆମେ ଉଜାଗର କରିପାରୁନେ। କେତେ ଲୋକ ସତ୍ୟକୁ ବୁଝିପାରିଲେ ମଧ୍ୟ ଏହାକୁ ହୃଦୟଙ୍ଗମ କରି ନିଜ ଜୀବନ ଶୈଳୀରେ ପ୍ରୟୋଗରେ ବ୍ୟବହାର ନ କରିପାରୁଥିବାରୁ ସମସ୍ତଙ୍କର ଅବସ୍ଥା ଦୟନୀୟ ହୋଇପଡ଼ିଛି। କିନ୍ତୁ ଆମେ ଏବେ ବି ସଜାଗ ହୋଇ ଇଏ ପ୍ରତ୍ୟେକ ଜିନିଷକୁ ଭାବନା ମାଧ୍ୟମରେ ଗ୍ରହଣ କରି ଜୀବନରେ ପ୍ରୟୋଗ କଲେ ନିଶ୍ଚିତ ଭାବେ ଆମେ ସମସ୍ତେ ଏହି ଜନ୍ମରୁ ମୁକ୍ତି ପାଇପାରିବା। ଓକେ, ଥ୍ୟାଙ୍କ ୟୁ ଭେରି ମଚ୍ ଫର୍ ୱାଚିଂ।